ଆଜି ଆମ ଦେଶ ଭାରତ ଯଦି ବିଶ୍ୱରେ ବିଶ୍ୱଗୁରୁର ଆଖ୍ୟା ପାଇଛି ସେଥିପାଇଁ ତାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଯିବ। ନରେନ୍ଦ୍ର ମୋଦୀଙ୍କର ସଂସ୍କାର, ଶିକ୍ଷା ଏବଂ ତାଙ୍କର ରାଜନୀତିର ଦକ୍ଷତା ହିଁ ଆଜି ବିଶ୍ୱରେ ଆମକୁ ବିଶ୍ୱଗୁରୁର ଆଖ୍ୟା ଦିଆଯାଇଛି। ସମୟ ଥିଲା ଦେଶ ବିଦେଶରେ ଆମ ଦେଶ ଭାରତର କୁ କେହି ପସନ୍ଦ କରୁନଥିଲେ ବା ଭାରତର ନାଁ ମଧ୍ୟ କେହି ଧରୁନଥିଲେ। ଆଜି ସାରା ବିଶ୍ୱରେ ଭାରତର ନାଁ ଚର୍ଚ୍ଚାରେ ରହିଛି। ଆଜି ବାହାର ଦେଶର ଲୋକେ ଆମ ଦେଶକୁ ଅନୁକରଣ କରୁଛନ୍ତି ଏବଂ ଆମର ପ୍ରଧାନମନ୍ତ୍ରୀଙ୍କୁ ସେ ମଧ୍ୟ ଚାହୁଁଛନ୍ତି ଆମ ଦେଶରେ ଏଇଭଳି ଜଣେ ପ୍ରଧାନମନ୍ତ୍ରୀ ନିହାତି ଆବଶ୍ୟକ। ସେପରି ସ୍ଥଳରେ ମୁଁ ଯଦି ତାଙ୍କ ବିଷୟରେ କିଛି କହିଛି, କିଛି ଖରାପ କଥା କହିନି, ଯାହା କହିଛି ଗୋଟେ ବାସ୍ତବ ସତ୍ୟ କଥା କହିଛି। ସେ କଥା କିଛି ମୋଦୀ ବିରୋଧୀ ଲୋକଙ୍କୁ ଭାରି କଷ୍ଟ ଦେଇଛି। ଏହି ବିଜେପି ସରକାର ହିଁ ଦେଶର ସର୍ବଶ୍ରେଷ୍ଠ ସରକାର। ଏହି ସରକାର ପୂର୍ବରୁ ଥିଲା, ବର୍ତ୍ତମାନ ଅଛି ଏବଂ ଭବିଷ୍ୟତରେ ମଧ୍ୟ ରହିବ। ଏହି ବିଜେପି ସରକାର ଠାରୁ ଯଦି କେହି ପ୍ରକୃତରେ ଉପଯୁକ୍ତ ସରକାର ଏ ଦେଶ ପାଇଁ ଅଛି ତାହେଲେ ଆପଣ ମାନଙ୍କୁ ତାହା କରି ଦେଖେଇବାକୁ ପଡିବ। ଔଷଧ ବଦଳରେ ତାଟିଆ କାମୁଡ଼ିଲେ କିଛି ହବନି। ତେଣୁ ଯିଏ ଭଲ କରୁଛି ସେଥିରେ ଅସ୍ୱୀକାର କରିବାର କୌଣସି କାରଣ ନାହିଁ। ଆଉ ଆପଣ ମାନଙ୍କୁ ଯଦି ମୋର এই ଭିଡିଓ କିଛି ଖରାପ ଲାଗେ ତାହେଲେ ଆପଣ ମାନେ ମୋ ଭିଡିଓଟିକୁ ଦେଖନ୍ତୁ ନାହିଁ, ସ୍କ୍ରଲ କରି ଦିଅନ୍ତୁ। ଆଉ କମେଣ୍ଟରେ ଏଇଭଳି ଖରାପ ମନ୍ତବ୍ୟ ଦିଅନ୍ତୁ ନାହିଁ। ରହୁଛି।